ନମସ୍କାର, ଜୟ ଜଗନ୍ନାଥ, ଜୟ ବାବା ବରାଳ ବାଲୁଙ୍କେଶ୍ୱର। ପୁଣି ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ ଆଉ ଖୁସିରେ ମଧ୍ୟ ଥିବେ। ଆଜିର ଭିଡ଼ିଓଟି କାହା ଉପରେ ଯାଉଛି ଆପଣମାନେ ତ ଥମ୍ବନେଲ୍ ଦେଖିକି ପ୍ରଥମରୁ ଜାଣିସାରିଥିବେ। ଏବେ ମୁଁ କହି ରଖିବି କାହା ଉପରେ ଯାଉଛି। ଦେଖନ୍ତୁ, ଆଜିକାଲିକା ଭଲ ପାଇବା ଏମିତି ହେଇଗଲାଣି ଯେ କିଛି କିଛି ଝିଅମାନେ ହୁଅନ୍ତୁ, କିଛି କିଛି ପୁଅମାନେ ହୁଅନ୍ତୁ, କିମ୍ବା କିଛି କିଛି ଝିଅମାନେ ହୁଅନ୍ତୁ, ଏଇମାନେ ସବୁ ଜଣକୁ ଧରିଥିବେ, ପୁଣି ଆଉ ଜଣ ପାଖକୁ ଯିବେ, ପୁଣି ତାକୁ ଛାଡ଼ିକି ଆଉ ଜଣ ପାଖକୁ ଯିବେ, ପୁଣି ତାକୁ ଛାଡ଼ିକି ଆଉ ଜଣ ପାଖକୁ ଯିବେ। ଯେତେବେଳେ ସବୁ ରାଉଣ୍ଡ ମାରି ଆସିବେ, ସେତେବେଳେ ବାଛିବେ ଏଥିରେ କିଏ ଥିଲା ଭଲ ଆଉ କିଏ ଥିଲା ମୋର ଜୀବନସାଥୀ, କିଏ ମୋତେ ଅଧିକ ଭଲ ପାଉଥିଲା। ସେତିକା ବେଳେ ଆଉ କିଛି ନଥାଏ ସତ, କିନ୍ତୁ ସେତିକାବେଳେ ଆଉ କିଛି ତ ନଥିବ, କିନ୍ତୁ ଭାବିବା ପାଇଁ, ପସ୍ତେଇବା ପାଇଁ ସମୟ ଥିବ, ଆଉ ଦିନ ମଧ୍ୟ ଥିବ। ଆସନ୍ତୁ, ଏମିତି ଏକ କାହାଣୀ ଉପରେ ଆଜି କହୁଛି। ଏ କାହାଣୀଟି ମିନିମମ୍ 8 ଦିନ ହେଲା ଆସିଲାଣି, ମୋତେ କହିବା ପାଇଁ ସୁଯୋଗ ହେଉନି। କେନ୍ଦୁଝରରୁ ଘରରୁ କେନ୍ଦୁଝର ଏକର ସେକର ହେଇକା ମୋତେ ସମୟ ହେଉନି। ଘରକୁ ନ ଆସିଲେ ମୁଁ ଆଉ କେଉଁଠି ବା କରିବି। ସେଦିନ ଜଙ୍ଗଲରେ ଗୋଟେ ଭିଡ଼ିଓ କରିଥିଲି ଯେ ଖାଲି ପୋକ ମୋକ ଚୁଁ ଚାଁ ବହୁତ ହେଲେ, ସେଥିଲାଗି କେଉଁଠି କରିବା ପାଇଁ ମୋତେ କମ୍ଫର୍ଟେବଲ୍ ଲାଗେନି। କାହିଁକିନା ବାହାରେ କରିବି, ବାହାର ଲୋକ ଯାଉଥିବେ, 1000 ଲୋକ ଅନଉଥିବେ, ସେଇଟା ମୋତେ ଜମା ଭଲ ଲାଗେନି। ସେଥିଲାଗି ମୁଁ ଗୋଟେ ଏକାନ୍ତ ରହି ଗୋଟେ ଜାଗାରେ ସ୍ଥାନରେ, ମାନେ ଯେଉଁ ଜାଗାରେ କେହି ନଥିବେ, ସେ ଜାଗାରେ ମୁଁ କହେ। ଠିକ୍ ମାଇଣ୍ଡରେ ମୋର ଆସେ କେଉଁଠି କ'ଣ ସେ ଭଉଣୀ କହିଥିଲେ, କେଉଁଠି ଭୁଲ ହେଇଥିଲା, କେଉଁଠି ଠିକ୍ ହେଇଥିଲା, ସବୁ ଆଉ ମୋତେ କହିଥିଲେ। ଜଣେ ଭଉଣୀ ତ ଆମର ବାଲେଶ୍ୱରରୁ, ସେ ତ ତାଙ୍କର ଗୋଟେ ଏଡ଼େ ବଡ଼ କାହାଣୀ ସେ କହୁଛନ୍ତି ତାଙ୍କର ଏଯାଏଁ ସରିନାହିଁ। ପ୍ରତିଦିନ 20 ମିନିଟ୍ କଥା ହେଇଯିବି, କହିବି ଭଉଣୀ ସମୟ ଆଉ ନାହିଁ, ପୁଣି କାଲି। ଏମିତି ଦୀର୍ଘ ତାଙ୍କ କାହାଣୀ ଶୁଣି ବୋଲି 4 ଦିନ ହେଇଗଲାଣି, କାହାଣୀ ଏଯାଏଁ ଶୁଣିପାରୁନାହିଁ ଫୁଲ୍ କାହାଣୀ। ତାଙ୍କ ଫୁଲ୍ କାହାଣୀ ଶୁଣିଲେ କେତେ ଦିନ ଲାଗିବ ମୋତେ କହିବା ପାଇଁ, ତାହା ମଧ୍ୟ ମୁଁ ଭାବେ। ତଥାପି ଥାଉ, ଏ ବହୁତ କଥା ଆମେ ହେଇଗଲାଣି, ଯେଉଁ 2 ମିନିଟ୍ 2.5 ମିନିଟ୍ ହେଇଗଲାଣି। ଏବେ ଟପିକ୍ ଉପରେ ଯିବା। କାହାଣୀଟି କ'ଣ ହେଇଥିଲା ଆଉ କେଉଁ ଜାଗାରୁ କ'ଣ ସବୁ ମୁଁ ଏବେ କହି ରଖୁଛି। କାହାଣୀ ଚାନ୍ଦବାଲିର ଏକ ପ୍ରେମ କାହାଣୀ। ଚାନ୍ଦବାଲିଟା କେଉଁଠି ଭାଇ ମୋତେ କହିବ? ଭଦ୍ରକ ନା ବାଲେଶ୍ୱର? ମୋତେ କହିଥିଲେ ଚାନ୍ଦବାଲି କାହାଣୀ, ଆଉ ମୁଁ ଜାଣିନାହିଁ। 2 ଜଣ ପୁଅ, ଜଣେ ଝିଅ, ତାଙ୍କ ଭିତରେ ଭଲ ପାଇବା ଏମିତି ଥିଲା। ଝିଅଟା କିନ୍ତୁ ପୁଅଟା ଯାହାକୁ ଭଲ ପାଉଥିଲା, ପାଗଳ ପରିକା ଭଲ ପାଉଥିଲା। ପୁଅ ଯିଏ, କିନ୍ତୁ ସେଇ ଝିଅ ଆଉ ଜଣଙ୍କୁ ପାଗଳ ପରିକା ଭଲ ପାଉଥିଲା। ଚାଲନ୍ତୁ, ଏମିତି ଏକ କାହାଣୀ ଅଛି। ପୁଅ ଶେଷରେ କ'ଣ କଲା ନା, ଘର ଛାଡ଼ି ସିଧା ସମସ୍ତଙ୍କୁ ଛାଡ଼ି ହାଇଦ୍ରାବାଦ ପଳେଇଲା। ପୁଅର ମା ନାହିଁ, ଭଉଣୀ ନାହିଁ, କେହି ନାହାନ୍ତି, ଖାଲି ଜଣେ ଅଛି, ସେ ହେଉଛି ତା ବାପା। ତା ବାପା ହେଉଛି ତା ସାଙ୍ଗ ସାଥୀ, ବାପା ମା ସବୁ କିଛି ତା ବାପା। ତା ବାପାକୁ ବି ସବୁ କଥା କୁହେ କି ବାପା ମୁଁ ଆଜି ଏଇ ଝିଅଟା ଭଲ ପାଇଛି, ଆଜି ତାକୁ ଭଲ ପାଇଛି, ଆକୁ ଭଲ ପାଇଛି, ଆଜି ମୁଁ ବାପା ବିୟର ପିଇବି, ଇଏ ପିଇବି, ମୋତେ ସବୁ ମାନେ ସେ କୁହେ। ବାପା ତାର ସାଙ୍ଗ, ଯେମିତି ସତରେ ସାଙ୍ଗ କୁହେ, କଥାରେ ନାହିଁ, ସତରେ ହିଁ ତା ସାଙ୍ଗ। ସବୁ କଥା ସେ ସେୟାର କରେ ତା ବାପା ସହିତ। ଏମିତି ଏକ କାହାଣୀ। ଚାନ୍ଦବାଲିର ସେ କଲେଜରେ ପାଠ ପଢ଼ନ୍ତି। କଲେଜର ସେକେଣ୍ଡ ଇୟରରୁ ତାର ପ୍ରେମ ହେଇଥିଲା। ମାନେ କଲେଜ ପାଠ କେତେ ବର୍ଷ ମୁଁ ଜାଣିନି, ଲାଷ୍ଟ ଯେଉଁ ପାଠ ପଢ଼ନ୍ତି 3rd ଇୟରର, ଲାଷ୍ଟ 3rd ଇୟରର ସେ ଯେଉଁ ପ୍ରେମ କାହାଣୀ ହେଇଥିଲା। ଝିଅଟି ଆସିଥିଲା ପ୍ରଥମ କଲେଜକୁ ଏଣ୍ଟ୍ରି କଲା। ପୁଅଟିକୁ ସେଠି ହେଇଗଲାଣି 2 ବର୍ଷରୁ 2.5 ବର୍ଷ। ତାଙ୍କ ଭିତରେ ଦେଖାଦେଖି ହେଇକି ପ୍ରେମ ସମ୍ପର୍କ ଏଠି ଆରମ୍ଭ ହେଇଥିଲା। ଯେମିତି ସମସ୍ତଙ୍କର ଆରମ୍ଭ ହୁଏ କଲେଜ ଟାଇପ୍ରୁ, କଲେଜ ଲାଇନ୍ରୁ, ସେମିତି ସମସ୍ତଙ୍କର ଯେମିତି ହୁଏ ଆର ମଧ୍ୟ ସେମିତି ହେଇଥିଲା। ଏଇଠି ଭଲ ପାଇବା ଆରମ୍ଭ ହଉ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଏତେ ଷ୍ଟ୍ରଙ୍ଗ ହେଇଥିଲା ଯେ ପ୍ରତିଦିନ ସିଏ ପାର୍କ ବୁଲାବୁଲି କରନ୍ତି, ମନ୍ଦିର ଯାଆନ୍ତି, ପାର୍କ ଯାଆନ୍ତି, ଆଇସ୍କ୍ରିମ୍ ଖାଇବେ, ଗୁପଚୁପ୍ ଖାଇବେ, ସବୁ ଖିଆଖି କରନ୍ତି। ତାଙ୍କ ଭିତରେ ମଧ୍ୟ ପ୍ରେମ ସମ୍ପର୍କ ଭିତରେ ଶାରୀରିକ ସମ୍ପର୍କ 2 ଥରରୁ 3 ଥର ହେଇଛି। ସେ 2 ଥରରୁ 3 ଥର ହେବା ଭିତରେ ଗୋଟେ ପୁଅ ସିଧା ଏଣ୍ଟ୍ରି ମାରିଛି +3ରେ। ଯେତେବେଳେ +3ରେ ଏଣ୍ଟ୍ରି ମାରିଛି, ସେଇ ଯେଉଁ ପୁଅଟା ଦେଖିବା ପାଇଁ ଟିକେ ସୁନ୍ଦର ଥିଲା,
ଆଉ ବୁଲେଟ୍ ଗାଡ଼ି ଧରିକି ଆସେ, ଆଇଫୋନ୍ ଫାଇଫୋନ୍ ସବୁ ମେଣ୍ଟେନ୍ କରିଛି, ପୁରା ହେଭି, ମାନେ ଯାହାକୁ କୁହନ୍ତି ପୁରା ବଡ଼ଲୋକିଆ ଛୁଆ। ସିଏ ଆସିକି ଯେତେବେଳେ କଲେଜରେ ଏଣ୍ଟ୍ରି କରିଛି, ଏ ଝିଅଟା ବି ଦେଖିବାକୁ ବହୁତ ସୁନ୍ଦର। ପୁଅଟା ଜାଣିନି କିନ୍ତୁ ଏ ଝିଅଟା ଆଉ ଜଣେ ଭଲ ପାଉଛି ବୋଲି। ସିଏ ଯେତେବେଳେ ଦେଖିଦେଇଛି, ୟାକୁ ଦେଖିଦେଲା ପରେ ଆ କଥାରେ ମନ ଲାଖି ଯେତେବେଳେ ତାଙ୍କ ଭିତରେ ସବୁବେଳେ ଦେଖାଦେଖି ହେଇକି ଦୁଇ ଜଣକୁ ଅନାହାନି ହୁଅନ୍ତି। ୟାକୁ ବି ସେ ଅନଉଥିବ, କାହାକୁ ନା ଏ ପୁଅକୁ। ସେ ଝିଅଟା ଆକୁ ବି ଭଲ ପାଇଛି, ତା ସହିତ ବି ଅନାହାନି ହେଇକି ତାଙ୍କ ଭିତରେ ନମ୍ବର ଦିଆ ନିଆ ହେଇସାରିଲା ଭିତରେ ତାଙ୍କ ଭିତରେ କଲ୍ ସିନା ହେଇନି କିନ୍ତୁ ମେସେଜ୍ ହେଉଥିଲା। ସେ ମେସେଜ୍ ହଉ ଆସ୍ତେ ଆସ୍ତେ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହେଲା। ପ୍ରେମ ସମ୍ପର୍କ ଆରମ୍ଭ ହଉ ଝିଅ ତାକୁ ହେଲ୍ପ ମାଗିଲା, ମୋତେ ଟିକେ ହେଲ୍ପ କରିବ। କ'ଣ ହେଇଛି ନା ମୋର 10,000 ଟଙ୍କା ଦରକାର, ଆଉ ମୋତେ ଟିକେ ହେଲ୍ପ କର। ସେଇଠି ପୁଅ ଆଗ ପଛ ଚିନ୍ତା ନ କରି ତାକୁ 10,000 ଟଙ୍କା ଦେଇଦେଇଛି। 10,000 ଟଙ୍କାଟା ଦେଇଦେଇଛି, ତାଙ୍କ ଭିତରେ ପ୍ରେମ ସମ୍ପର୍କ ଆହୁରି ଷ୍ଟ୍ରଙ୍ଗ ହେଇଯାଇଛି। ପୁଅ ତାକୁ କହିଛି 10,000 ଟଙ୍କା ମୁଁ ଦେଉଛି, କିଛି ଅସୁବିଧା ନାହିଁ, ତୁମ ଯେତେବେଳେ ଯାହା ପଇସା ଦରକାର ମୋତେ କହିବ, ମୁଁ ତୁମ ପାଇଁ ସାରା ଜୀବନ ପାଇଁ ତୁମ ପାଖରେ ଅଛି। ଏମିତି 10,000 ଟଙ୍କା ଦେବା ଭିତରେ 2ରୁ 3 ଦିନ ଯାଇଛି, କହିଛି ଆସ ତୁମକୁ ଟିକେ ଦେଖିବା ପାଇଁ ଇଚ୍ଛା ହେଉଛି, ତୁମକୁ ମୁଁ ବହୁତ ଭଲ ପାଏ, ଆଉ ତୁମକୁ ଟିକେ ଏକାନ୍ତରେ ଦେଖିବା ପାଇଁ ଇଚ୍ଛା ହେଉଛି। ଝିଅଟି ଯେତେବେଳେ ପଇସା ନେଇଛି ସିଏ ଭାବିଛି ଇଏ ମୋ ପାଇଁ ସବୁକିଛି, ଆଗ ପଛ ଚିନ୍ତା ନ କରି ଯାଇଛି ତା ସହିତ ଗୋଟେ ପାର୍କ ଯାଇଛି। ପାର୍କରେ ସେ କ'ଣ କଥା ହେଇଛନ୍ତି କ'ଣ ନାହିଁ ସେ ମଧ୍ୟ ମୁଁ ଜାଣିନାହିଁ, କିନ୍ତୁ ତାପରେ ପାର୍କରୁ ସେମାନେ ଯାଇଛନ୍ତି ଲଜ୍। ସେଇ ପାର୍କରୁ ସେ ଲଜ୍କୁ ଯାଇଛନ୍ତି। ଲଜ୍ରେ ସାରା ଦିନ ସନ୍ଧ୍ୟା ଯାଏଁ ରହି ପୁଅଟା ଆସିକି ସବୁଆଡ଼େ ଖୋଜିଲା ପରେ ତା ନମ୍ବର ସୁଇଚ୍ ଅଫ୍ ସବୁଆଡ଼େ ଖୋଜୁଛି। ତା ସାଙ୍ଗମାନଙ୍କୁ କହୁଛି ସେ ଆସିଥିଲା କି, ହଁ ସେ ଆସିଥିଲା, ଆମେ ତାକୁ ଦେଖିଛୁ, ଆଉ ସେ କୁଆଡ଼େ ଗଲା ଆମେ ତାହା ଜାଣିନୁ, କିନ୍ତୁ ହଁ ଏତିକି ଗୋଟେ କଥା, ଗୋଟେ ବୁଲେଟ୍ ବାଲା ସହିତ ସେ ଯାଇଛି, ଆଉ କୁଆଡ଼େ ଯାଇଛି କ'ଣ କରିଛି ମୁଁ ଜାଣିନି। ପୁଅଟି ବହୁତ ଖୋଜାଖୋଜି କରିଛି, ବହୁତ ମେସେଜ୍, ବହୁତ କଲ୍, ସତ ସୁଇଚ୍ ଅଫ୍ ମେସେଜ୍ ତ ଆଉ ଦେଖିବ କିଏ। ସନ୍ଧ୍ୟାବେଳେ ଯେତେବେଳେ ଆସିବା ଭିତରେ ଆଉ କଲେଜ ଆସିନି, ସେ ଘରକୁ ପଳେଇଛି। ଗଲା ଭିତରେ ଘରେ ପହଞ୍ଚିଲା ପରେ ଫୋନ୍ଟି ଅନ୍ କରିଛି। ଅନ୍ କଲା ପରେ ଇଏ ପଚାରିଛି କ'ଣ ପାଇଁ ସୁଇଚ୍ ଅଫ୍ ଥିଲା, ଆଉ କାହିଁକି ସୁଇଚ୍ ଅଫ୍ ଥିଲା, ନା ମୋବାଇଲରେ ଚାର୍ଜ ନଥିଲା। ଯଦି ଚାର୍ଜ ନଥିଲା ଯାଇଥିଲୁ କୁଆଡ଼େ, କ'ଣ ପାଇଁ ଯାଇଥିଲୁ, କଲେଜ ଆସୁ କୁଆଡ଼େ ଗୋଟେ ବୁଲେଟ୍ ବାଲା ସହିତ କୁଆଡ଼େ ଯାଇଥିଲୁ। ସେ ଝିଅ ଗୋଟେ ଫଟୋ ଉଠେଇ ରଖିଥିଲା ସେ ଗଲାବେଳେ, ତା ସାଙ୍ଗ ଝିଅର ସାଙ୍ଗ ଝିଅଟାକୁ ମନା କରିଥିଲା କି ତୋତେ ଇଏ ବହୁତ ଭଲ ପାଏରେ, ସେ ସମସ୍ତଙ୍କ ଠାରୁ ତୋତେ ବହୁତ ଭଲ ପାଏ, ତୁ ତାକୁ ଛାଡ଼ିକି ଆଉ କାହା କତିକି ଯାଆନି, ମୁଁ ଜାଣିସାରିଛି ତୁ ତାକୁ ଭଲ ପାଉଛୁ, ସେଥିଲାଗି ଆକୁ ଛାଡ଼ି ସାରିଲୁଣି ଆସ୍ତେ ଆସ୍ତେ, ତା କତିକି ଯାଆନି। କହିଲା ନା ମୁଁ ଆକୁ ବହୁତ ଭଲ ପାଏ, ଆଉ ସିଏ ଖାଲି ମୋ ଟାଇମ୍ ପାସ୍। ତା ସାଙ୍ଗକୁ କହିଯାଇଥିଲା। ସେ ଯେଉଁ ନମ୍ବର ଯେତେବେଳେ ଗାଡ଼ିରେ ଗଲା ସେ ଫଟୋ ଉଠେଇ ରଖିଥିଲା, ତା ନମ୍ବର ଯେତେବେଳେ ଚେକ୍ କଲା ଭିତରେ ସିଏ ଯେତେବେଳେ ଆସିକି ପହଞ୍ଚିଲା ତା ପରଦିନ କଲେଜରେ, ସେ ପୁଅଟା ବି ଆସିଥାଏ, ସିଏ ବି ଆସିଥାଏ। ଇଏ ପୁଅଟା ଡାଇରେକ୍ଟ ଯାଇ ତାକୁ ପଚାରିଲା, ମୋ ଗାର୍ଲଫ୍ରେଣ୍ଡ ନେଇକି କୁଆଡ଼େ ଯାଇଥିଲୁ? କହିଲା ମୁଁ ତ ନେଇନି। କହିଲା ନା ତୁ ନେଇକି ଯାଇଛୁ, ତା ଫଟୋ ମୋ ପାଖରେ ଅଛି, ପ୍ରମାଣ ଅଛି, ଦେଖ। ସେ ତାହେଲେ ଦେଖିଦେଲା, କହିଲା ହଁ ମୁଁ ନେଇକି ଗଲି, କ'ଣ ଲାଗି, ଯେଉଁଠି ଟଙ୍କା ସେଇଠି ତୋ ଗାର୍ଲଫ୍ରେଣ୍ଡ। ତାମାନେ ଦେଖ ତୋତେ ସିଏ ଭଲ ପାଉନି, ଟଙ୍କା 10,000 ଦେଲି ବୋଲି ସିଏ ଆଜି ମୋ ସହିତ ପଳାଇଲା, କାଲି ଆଉ ଜଣେ 15,000 ଦେବ, ସେ ତା ସହିତ ପଳେଇବ, ତୁ କ'ଣ କରିପାରିବୁ, ତାର କିଛି କରିପାରିବୁନି, ତାକୁ ଭୁଲି ଯା, ସେ ଭଲ ଛୁଆ ନୁହଁ, ଯୁଆଡ଼େ ଟଙ୍କା ସିଆଡ଼େ ସିଏ। ଟଙ୍କା ଦେଖିବୁ, ଏବେ ମୁଁ ମେସେଜ୍ କରିବି ତାକୁ ତୋ ଆଖି ଆଗରେ, ସେ କ'ଣ କହିବ। ଝିଅଟା ସେଦିନ ଆସିନଥାଏ, ତା ମେସେଜ୍ କଲା ଧନ କେଉଁଠି ଅଛ? କହିଲା ଘରେ ଅଛି। କହିଲା ଆଜି ଟିକେ ଦେଖା ହେଇପାରିବ? କହିଲା କାଲି ପରେ ଯାଇଥିଲି, ଆଜି କ'ଣ ହେବ, ଦେହ ହାତ ବଥା ହେଇଯାଇଛି, ଆଜି ଯାଇ ହେବନି। ସେଠି ଏଇ ମେସେଜ୍ ଯେତେବେଳେ ପଢ଼ିଦେଲା ଇଏ, ତା ମାଇଣ୍ଡ ପୁରା ଡିପ୍ରେସନ୍କୁ ପଳେଇଲା, ପାଦ ତଳୁ ମାଟି ଖସିଗଲା। କହିଲା ଠିକ୍ ଅଛି, ଯଦି ସିଏ ତୁମ ପାଖରେ ଖୁସି ତାହେଲେ ଖୁସି, ମୁଁ ରାମକୃଷ୍ଣ ବି କହିବି ନାହିଁ, ଆଉ ଝଗଡ଼ାଘାଣ୍ଟି ବି ତୁମ ସହିତ ମୁଁ କରିବି ନାହିଁ। ପ୍ରାୟ ଲୋକ ଅଛନ୍ତି କଲେଜରେ ଝଗଡ଼ାଘାଣ୍ଟି ମାରପିଟ୍ ହେଉଛି ଝିଅମାନଙ୍କ ପାଇଁ, କିନ୍ତୁ ମୁଁ କେବେ ବି ଝଗଡ଼ାଘାଣ୍ଟିକି ଯିବିନି, ମାରପିଟିକି ଯିବିନି, ବେପଦେ ବି ତୁମକୁ କହିବିନି। ତୁମକୁ ହାତ ଯୋଡ଼ୁଛି ଭାଇ, ତୁମେ ଯାହାକୁ ନେଇ ଖୁସିରେ ରହୁଛ ରୁହ, ମୁଁ କଟିବିନି ସିନା, କାହାରି କିଛି ମଧ୍ୟ ମୁଁ କହିବିନି। ଏତିକି ଗଲା ପରେ ତାପରେ ପୁଅଟାକୁ ସେ କଲ୍ କରିଥିଲା, ଝିଅଟା ଏ ପୁଅଟାକୁ, କେଉଁଠି ଅଛ? ନା ମୁଁ କଲେଜ ଆସିଛି, ଆଉ ତୁମେ କାହିଁ ଆସିଲନି? ନା ମୋ ଦେହ ଭଲ ନାହିଁ, ଜ୍ୱର ହେଇଛି, ଆସିଲି। ଆଚ୍ଛା ଠିକ୍ ଅଛି, ମୁଁ ଆସିଲା ନାହିଁ, କିଛି ଅସୁବିଧା ମଧ୍ୟ ନାହିଁ, ଆଉ ମୁଁ କଲେଜ ସାରିକି ପଳେଇବି, କିଛି ଅସୁବିଧା ନାହିଁ। ତାପରେ ସେ ଟୋକାଟା କହିଲା ଦେଖିଲୁ ମୋରି ଆଖି ସାମ୍ନାରେ ତୋତେ କଲ୍ କରିକି ଇଆଡ଼େ ସିଆଡ଼େ ମିଛ କହୁଛି,
ଏତେ କଲା ପରେ ପୁଅଟା ଭାରି କାନ୍ଦିଥିଲା, ବସିକି ବହୁତ କାନ୍ଦିଥିଲା। ସେ ଝିଅର ସାଙ୍ଗ ବି ଆକୁ ବହୁତ ବୁଝେଇଥିଲା କି ଛାଡ଼ିଦେ, ସେ ଝିଅ ଭଲ ନୁହଁ। ମୁଁ ବି ସେ ଝିଅର ସାଙ୍ଗ କହୁଛି, ମୁଁ ଜାଣିଛି ସେ ଭଲ ଛୁଆ ନୁହଁ ବୋଲି। ଜାଣିଛ ଗୋଟେ କଥା, ଯେତେବେଳେ ଗୋଟେ ଭଲ ପାଇବାରେ ପୁଅଟିଏ ଯେତେବେଳେ ସନ୍ଦେହ କରେ ନା ଝିଅକୁ, ସେତେବେଳେ ଜାଣ ସେ ବହୁତ ଲୋଭ କରେ। ତାକୁ ଲୋଭ କରେ ବୋଲି ତାକୁ ସନ୍ଦେହ କରେ। ସେ ଚାହେଁନି ତାକୁ କିଏ ମୋ ପାଖରୁ ଛଡ଼େଇ ନେଇଯାଉ ବୋଲି। ସେ ଚାହେଁନି ତାକୁ କିଏ ଆଉ ଜଣେ ମୋ ଆଡ଼ ଆଖିରେ ଅନଉ ବୋଲି। ସେ ଚାହେଁନି କିଏ ଗୋଟେ ଖରାପ ନଜରରେ ଦେଖୁ ବୋଲି। ସେ ସବୁବେଳେ ଭାବେ, ଆରେ ମୋ ପାଖରୁ ସେ ଛଡ଼େଇ ନେଇଯିବ କିରେ, ମୁଁ ତାକୁ ହରେଇ ଦେବି କିରେ, ଏମିତି ସବୁବେଳେ ଚାହେଁ, ଭାବେ, ତା ମନରେ ଆସେ। ସେମିତି ବି ତା ମନରେ ଆସିଥିଲା। ତା ପରଦିନ ଆସିଲା କଲେଜ, ଝିଅଟା ଆସିଲା, ଏଇ ପୁଅଟା ଆସିଲା। ପୁଅଟାକୁ ବାହାନା କଲା ମୁଁ ଟିକେ ଯିବାର ଅଛି ଆଜି, ତମ ପାଖରେ ତ ଗାଡ଼ି ନାହିଁ, ମୁଁ ଟିକେ ଯିବାର ଅଛି ମାର୍କେଟ, ମୋ ସାଙ୍ଗ ସହିତ ଯିବି। ଇଏ କହିଲା, ତୋ ସାଙ୍ଗ କିଏ? କହିଲା, ସେଇ ଯେଉଁ ପିଲାଟା ଠିଆ ହେଇଛି ସେ ହେଉଛି ମୋ ସାଙ୍ଗ, ଆମ ଗାଁରେ ତା ଘର, ମୁଁ ତା ସହିତ ଯିବି। ଏ ଜାଣିଛି କାହିଁକି ଯାଉଛି, କ'ଣ ପାଇଁ ଯାଉଛି ଜାଣିଛି। ଏ ପୁଅର ନମ୍ବର ସେ ଟଙ୍କା ନେଇଯାଇଛି। ଦୁଇ ଜଣ କଥା ହେଉଛନ୍ତି। ଯେତେବେଳେ କଥା ହେଉଛନ୍ତି, ଦେଖ ତୋ ଗାର୍ଲଫ୍ରେଣ୍ଡ ମୋ ପାଖକୁ ଆଇଲା, ମୁଁ ତାକୁ ଭଲ ପାଉନି, ମୁଁ ତା ଦେହକୁ ଭଲ ପାଉଛି, ତାକୁ ଭଲ ପାଉନି। ସିଏ ତ ଟଙ୍କା ଲୋଭୀ ନା, ଟଙ୍କା ଲୋଭରେ ପାଗଳା ହେଇଯାଇଛି ମୋ ପାଇଁ। ମୁଁ ତାକୁ ଭଲ ପାଏନି, କିନ୍ତୁ ତା ଦେହକୁ ଭଲ ପାଏ। ତା ଦେହକୁ ତିଳ ତିଳ କରି ଜାଳିଦେବି, ଖାଇଯିବି, ଯେମିତି ଗୋଟେ ବାଘ ଖାଇଲା ଭଳିଆ ହରିଣକୁ। ତାପରେ ତାକୁ ନେଇଯା, ମୁଁ ମନା କରୁନି, ତୋ ଗାର୍ଲଫ୍ରେଣ୍ଡକୁ ତୁ ନେଇଯିବୁ, ମୋର କ'ଣ ଅଛି। ଏତିକି କହିଲା ପରେ ଝିଅଟା ତା ସହିତ ଗଲା। ପୁଅଟା ଜାଣିଛି, ଶୁଣିଛି ତା ସହିତ ଯାଉଛି ଲଜ୍ ବୋଲି, କିଛି କହିଲାନି, ରାମକୃଷ୍ଣ କିଛି କହିଲାନି। ପଇସା ଘରୁ 200 ଟଙ୍କା ଆଣିଥାଏ। କଲେଜ ଛୁଟି ହେଲା ପରେ ଯାଇକି ଗୋଟେ ବିୟର, ମଦ କାଉଣ୍ଟର ଗୋଟେ ବିୟର ପିଇଲା ପରେ ପୁରା ନିଶାରେ ଖାଲି ପାଗଳ ଭଳି ଗପିଲା। ଆସି କଲେଜରେ ତା ସାଙ୍ଗ ପାଖରେ ଖାଲି ଭୋ ଭୋ କାନ୍ଦିଲା, ମୁଣ୍ଡ ବାଡ଼େଇଲା। ଖାଲି ସେ ଯେଉଁ ଅଛି ତା ଭିତରେ କ'ଣ ସବୁ ଚେୟାର ଫେୟାର ପଡ଼ିଛି, ସେ ଢଳେଇରେ ତିଆରି ହେଇଛି ସିମେଣ୍ଟରେ, ମୁଣ୍ଡ ବାଡ଼େଇଲା। ତା ସାଙ୍ଗଟା ତାକୁ ବହୁତ ବୁଝେଇଲା କି ତମେ ଏମିତି ବ୍ୟସ୍ତ ହୁଅନି, ଯଦି କହିବ, ମୋତେ ତ ତମେ ଜାଣିଛ ମୁଁ କେମିତିଆ, ତମେ ଜାଣିଛ ମୁଁ ତମକୁ ସବୁ କଥାରେ ସପୋର୍ଟ ଦିଏ, ତମକୁ ସବୁ କଥାରେ ମାନେ ସାହସ ଦିଏ, ତମେ ଜାଣିଛ ମୁଁ କେମିତିଆ, ମୁଁ ବି ଜାଣିଛି ତମେ କେମିତିଆ। ଯଦି ଏତିକି ତମେ ଭାବିବ, ମୁଁ ତମ ପାଇଁ ତମ ଗାର୍ଲଫ୍ରେଣ୍ଡ ହେଇକି ରହିବି। ତମକୁ ସେ ଦୁଃଖ କଷ୍ଟ ଆଉ ତମକୁ ଲାଗିବନି ମୋତେ ଏ ଦୁଃଖ ଅଛି ବୋଲି। ଝିଅ ପୁଅଟା କହିଲା, ନାଇଁ, ତମକୁ ମୁଁ ଭଉଣୀ ଦୃଷ୍ଟିରେ ଦେଖିଛି, ସବୁବେଳେ ଭଉଣୀ ବୋଲି ଭାବିଛି, ସାନ ଭଉଣୀ ବୋଲି ଭାବିଛି। ଏମିତି ଭୁଲ କଲେ ଭଗବାନ ମୋତେ ସହିବେ ନାହିଁ। ମୁଁ ପାପୀ ହେଇଯିବି ରେ ଭଉଣୀ, ପାପୀ ହେଇଯିବି, ଥାଉ, ଆଉ ଯିଏ ଯାହା କରୁଛି କରୁ, ମୋ ବାଟରେ ମୁଁ ରହିଛି, ଯେତେ ଦିନ ବଞ୍ଚିବି, ତାପରେ ମରିଗଲେ ମରିଯିବି, କାହାରି କି କିଛି ଫରକ ତ ପଡ଼ୁନି। ହଁ, ମୋ ଭଉଣୀକି ମୋର ଫରକ ପଡ଼ୁଛି, ମୁଁ ଜାଣିଛି ମୋ ଭଉଣୀ ମୋତେ ସେତିକି ଭଲ ପାଉଛି ବୋଲି ତାକୁ ଫରକ ପଡ଼ୁଛି, ନହେଲେ କାହିଁ ଫରକ ପଡ଼ିଥାନ୍ତା। ଆଜିକାଲି ଦୁନିଆରେ କିଏ କାହାର ନିଜ ଗାର୍ଲଫ୍ରେଣ୍ଡ ହେଉନି। ଯାହାକୁ ଏତେ ସାରା ଭଲ ପାଇବା ଦେଇଥିଲି, ଏତେ ବଡ଼ ପୋଜିସନ୍ ଉପରେ ରଖିଥିଲି, ମାନେ ମୋ ହିସାବରେ ସେ ବଡ଼ ପୋଜିସନ୍, ସିଏ ଆଜି ଗୋଟେ ସାଙ୍ଗ ବାହାନା କରି ଶାରୀରିକ ସମ୍ପର୍କ ରଖୁଛି ଯାଇକି ଲଜ୍ରେ, ଗୋଟେ ଦିନ ଛାଡ଼ି ଗୋଟେ ଦିନ, ମୁଁ କ'ଣ ବା କରିବି, କିଛି କରିବ ନାହିଁ। ଶେଷରେ ମୁଁ ଭାବିଛି, ଗୋଟେ ଉପାୟ ବାହାର କରିଛି, ମୁଁ ଗୋଟେ ରାସ୍ତା ବାଛିଛି, ସେ ରାସ୍ତା ନିଶ୍ଚିତ ଆପଣେଇବି। ଝିଅଟି ଭାବିଲା ତା ଭଉଣୀ ଭଉଣୀ, ଇଏ ଭାବୁଛି ଭଉଣୀ, ସିଏ ଭାବୁଥିଲା ନା ମୁଁ ତମ ଗାର୍ଲଫ୍ରେଣ୍ଡ ହେବି ବୋଲି। ପୁଅଟା କହିଲା, ନାଇଁ ଭଉଣୀ, ତମ ଭଉଣୀ ଭାବିଛି, ଏ ଭୁଲ କେବେ ବି କରିବିନି। ସିଏ ତ କହିଲା, ମୁଁ ଗୋଟେ ରାସ୍ତା ବାଛିଛି, ସେ ରାସ୍ତା ନିଶ୍ଚିତ ଆପଣେଇବି। ଝିଅଟା ଡରି ମରିକି ତା ନମ୍ବର ନେଲା ଭିତରେ କହିଲା, ହଉ, ତମେ ଯଦି ମୋତେ ଭଉଣୀ ଭାବୁଛ, ମୁଁ ବି ତୁମକୁ ଭାଇ ଭାବୁଛି। ଭାଇ, ତମେ ଏମିତି କିଛି ଭୁଲ କରିବନି ଯେଉଁ ଭୁଲରେ ସମସ୍ତେ ଭାଗିଦାରୀ ହେବ। ଯିଏ ହୁଅନ୍ତୁ ନ ହୁଅନ୍ତୁ, ତମ ଘରେ ଥିବା ତମ ବାପା ଭାଙ୍ଗି ପଡ଼ିବେ, କିଛି କରିବନି। ଝିଅଟି ଭାବିଛି ସେ ଆତ୍ମହତ୍ୟା କିମ୍ବା ସୁଇସାଇଡ଼ କରିଦେବ ବୋଲି ଗଲା। କିନ୍ତୁ ଏଇ ଯେଉଁ ଭଲ ପାଇବାରେ ଏମିତି ତାଙ୍କ ଭିତରେ ସମ୍ପର୍କ ଥିଲା ଯେ, ଯେଉଁ ସମ୍ପର୍କ ନିଜ ଘର ଲୋକ ଜାଣିଥିଲେ, ଝିଅ ଘର ଲୋକ ବି ଜାଣିଥିଲେ, ପୁଅ ଘର ଲୋକ ବି ଜାଣିଥିଲେ। ପୁଅ ଘର ଲୋକ ଜାଣିଥିଲେ କ'ଣ କି, ତା ବାପା ଏକା ଜାଣିଥିଲା। ତା ବାପା କହୁଥାଏ, ମୋ ପୁଅ ଯେଉଁଠି ରାଜି, ମୋର ସେଇଠି, ତା ଖୁସିରେ ମୁଁ ଖୁସି। ଝିଅ ବାଲା ଲୋକ ବି ଜାଣିଥିଲେ କି ହଁ, ଠିକ୍ ଅଛି, ଆମ ଝିଅ ଯେଉଁଠି ରାଜି, ଆମେ ବି ସେଇଠି ରାଜି। ଏମିତି ବହୁତ ଦିନ ତାଙ୍କ ଭିତରେ ପ୍ରେମ ସମ୍ପର୍କ ହେଲା। ସବୁବେଳେ ଦେଖୁଥାଏ, ସିଏ ତାକୁ ଧରି ବୁଲିଲା, ଆକୁ ସବୁବେଳେ ଇଗ୍ନୋର କଲା, ଆକୁ ଆଉ ଆଡ଼ ଆଖିରେ ପଚାରିଲାନି। ଏମିତି 7-8 ଥର ସମ୍ପର୍କ ତା ସହିତ ରଖିଲା ପରେ ୟାକୁ ଆଉ ଆଡ଼ ଆଖିରେ ଟୋଟାଲ୍ ପଚାରିଲା ନାହିଁ। ଟୋଟାଲ୍ ଆଉ ଆସିବ, କଲେଜ ଆସିବ, ତା ସହିତ ଆସିବ,
କଲେଜରୁ ଯିବ ତା ସହିତ ୟା ଫୋନ୍ ଯଦି ଉଠେଇବ ନହେଲେ ନାହିଁ। ଆକୁ ବ୍ଲକ୍ କରିନି ସିନା, କିନ୍ତୁ ଆକୁ ଭଲ ପାଉଛି, ମନରେ ଭଲ ପାଉଛି, କିନ୍ତୁ ଶାରୀରିକ ସମ୍ପର୍କ ରଖୁଛି ତା ସହିତ। ଆଜିକାଲି ପ୍ରାୟ ଝିଅମାନେ କାହିଁକି ଦିଦିଟା ଧରୁଛନ୍ତି, ପ୍ରାୟ ପୁଅମାନେ ବି ଧରୁଛନ୍ତି, ମୁଁ ଦେଖୁଛି ଦିଦିଟା ଧରିଥିବେ, ଜଣକୁ ରଖିଥିବେ ସାଇଡ଼ରେ, ଆଉ ଜଣଙ୍କ ସହିତ ସମ୍ପର୍କ ରଖୁଥିବେ, ଏମିତି ରଖୁଥିବେ। ଏମିତି ମିନିମମ୍ ବର୍ଷେ ଗଲା ଭିତରେ ପୁଅଟି ଭାବିଲା ନା ଏତେ ସାରା ଯନ୍ତ୍ରଣା ଆଉ ସହିପାରିବି ନାହିଁ। ପୁଅଟି ଥିଲା ପୁରା ମାନେ ଭଲ ପାଠ ପଢ଼େ, ଏମିତି ହେଇଗଲା ପୁରା ପାଗଳା ଭଳିଆ ହେଇଗଲା, ଦାଢ଼ି ଫାଡ଼ି ଉଠିଗଲା, କାଟିଲାନି, କିନ୍ତୁ ଭାରି ଦରଦ ଥିଲା। କାରେ ଜାଣିଛ? ତା ସାଙ୍ଗର, ଯେଉଁ ଝିଅଟା ଯାହାକୁ ସେ ଭଉଣୀ କଲା, ଭାରି ଦରଦ ଥିଲା, ତା ଭୋ ହେଇକି କାନ୍ଦି ପକେ ସିଏ। ଭାଇ ଲୋ, ତ ଏମିତି କାହିଁ ହେଉଛ, ତମକୁ ଦେଖିଲେ ମୁଁ ସହିପାରୁନି। ସେ ଭଳିଆ ଝିଅକୁ ସେ ଝିଅ ସହିତ ଇଏ ଆଉ ସାଙ୍ଗ ଭାଙ୍ଗିଦେଲା। କିଏ ନା ସେ ଝିଅ କହିଲା ଏଭଳିଆ ଝିଅ ମୋର ଦରକାର ନାହିଁ ସାଙ୍ଗ, ଏ ସାଙ୍ଗ, ଏ ଟାଉଟର ସାଙ୍ଗ, ଏ ଧୋକାବାଜ ସାଙ୍ଗ ମୋର ଦରକାର ନାହିଁ। ଯଦି ଭଗବାନ ମୋତେ ଏତିକି କଲ୍ୟାଣ କରନ୍ତେ, ଏଇ ଯାହାକୁ ମୁଁ ଭାଇ ଡାକୁଛି କିମ୍ବା ଯିଏ ମୋତେ ଭାଇ ଡାକୁଛି ନିଜର ତ ନୁହଁ ନା, ତା ଜୀବନସାଥୀ ରୂପରେ ପାଇଲେ ମୁଁ ବହୁତ ଖୁସି ହେବି। ସବୁବେଳେ ଚାହେଁ। ଦିନେ ଚିନ୍ତା କଲା ଏତେ ସାରା ଯନ୍ତ୍ରଣା ଆଉ ସହିପାରିବ ନାହିଁ, ସେ ଯାହା କରୁଛି କରୁ। 4 ଦିନ କାଳ ତା ଫୋନ୍ ଆଉ ଉଠେଇଲାନି, କିଛି ଉଠେଇଲାନି। ସେଇ ଯେଉଁ ସାଙ୍ଗ, ତାଙ୍କ ଘରେ ସେ କଥା ହେଲା, କହିଲା ବୋଉ, ଗୋଟେ ଭାଇ ହିସାବ ଜଣେ ହେବ, ସେ ମୋ ସାଙ୍ଗକୁ ଭଲ ପାଇଛି, ମୁଁ ଆଜି ଖୋଲିକି ତୁମକୁ କହୁଛି। ସେ ଯିଏ ସାଙ୍ଗଟା ତା ଘରେ କହିଲା, ଖୋଲିକି ତୁମକୁ କହୁଛି କି ମୁଁ କେବେ ବି କିଛି ଲୁଚାଇ ନାହିଁ, ତୁମେ ଜାଣିଛ, ମୁଁ ଆଜି ଖୋଲିକି କହୁଛି। ସେଇ ଯେଉଁ ସାଙ୍ଗର ତା ବୟଫ୍ରେଣ୍ଡ ଯିଏ, ସେ ପାଗଳ ହେଇଗଲାଣି ଭଉଣୀ। ତା ବୋଉ କହିଛି କାହିଁକି ନା, ସେ ଝିଅ ୟାକୁ ଭଲ ପାଇକି ଆଉ ଗୋଟେ ପଇସା ବାଲା ଲୋକ ସହିତ ହୋଟେଲରେ ଲଜ୍ ଯାଉଛି। ବୋଉ କ'ଣ କରୁଥିବ କ'ଣ ନାହିଁ ତୁ ଜାଣିପାରୁଥିବୁ। ଖରାପ ସମ୍ପର୍କ, ଶାରୀରିକ ସମ୍ପର୍କ ରଖୁଛି। ଆଉ ଇଏ ପୁଅଟି, ମୁଁ ଆକୁ କହିଲି ପୁଅଟି ବହୁତ ଭଲ, ହୃଦୟରୁ ଭଲ, ବାପା ମା କେହି ନା, ବାପା ଅଛି ମା ନାହିଁ, ତାଙ୍କର ଚଳାଚଳି ଭଲ, ସବୁ ଭଲ। ମୁଁ ଆକୁ କହିଲି ତମ ଯନ୍ତ୍ରଣା ମୁଁ ସହିପାରୁନି ଭାଇ, ମୁଁ ତୁମକୁ ବିବାହ କରିବା ପାଇଁ ଚାହେଁ, ଆମ ଘରେ ପ୍ରସ୍ତାବ ପକାଇବାକୁ ମୁଁ ତାହା ମଧ୍ୟ ଚାହେଁ। ସେ କହିଲା ନା, ମୁଁ ହୃଦୟରୁ ଭଉଣୀ ଭାବିଛି, ସବୁବେଳେ ପାଇଁ ଭଉଣୀ ହିଁ ଭାବିବି। ଏମିତି ଭୁଲ କଲେ ମୋତେ ପାପ ଲାଗିବ, କିନ୍ତୁ ଏତିକି ମୋତେ ପରମିସନ୍ ଦେ ବୋଉ, ମୁଁ ତା ସହିତ ହାଇଦ୍ରାବାଦ ପଳେଇବି। ସିଏ ଯଦି ମରିଯିବ ନା ମୋତେ ଭାରି କଷ୍ଟ ହେବ। ତା ବୋଉ କହିଲା ଆରେ ତୁ ସିନା ଅନ୍ତରରୁ ଭଉଣୀ ଭାବୁଛୁ କି ଭାଇ ଭାବୁଛୁ ତାକୁ, କିନ୍ତୁ ଉପରେ ଭାବୁଛୁ, କିନ୍ତୁ ଅନ୍ତରରୁ ତା ପାଇଁ ତୋର ବହୁତ ସାରା ଭଲ ପାଇବା ମୁଁ ଜାଣିପାରୁଛି। ଏତେ କହିଲା, ଠଳ କିନ୍ତୁ ଲୁହ ଝରେଇ ଦେଲା ତା ବୋଉ କତିରେ। କହିଲା ଠିକ୍ ଅଛି, ମୋ ଝିଅ ଆଜିକାଲି ବୋକା ନୁହଁ, ମୋ ଝିଅ ବହୁତ ଦେଖି ଚାହିଁକି ହାତେ ମାପିକି ଚାଙ୍ଖେଡ଼େ ଚାଲିବା ଝିଅ ମୋର, କେବେ ବି ସେ ଭୁଲ କରିବନି। ଯଦି ସେ ତାକୁ ବାଛିଛି ତା ସହିତ ଯିବା ପାଇଁ, କ'ଣ ପାଇଁ ଯିବ କ'ଣ ନାହିଁ, ଯାହା ସହିତ ବାଛିଛି ଯିବା ପାଇଁ, ସେ ତାକୁ ସେତିକି ସେଫ୍ଟିରେ ନେବ ବୋଲି ସେ ଭାବିଛି କି ମୁଁ ପଳେଇବି। ଆଉ ଝିଅ, ସିଏ ତୋତେ ନେବା ପାଇଁ କହିଛି ନା ତୁ ଯିବା ପାଇଁ କହିଛୁ? କହିଲେ ନାଇଁ, ସେ ଏକାଟିଆ ପଳେଇବା ପାଇଁ କହୁଛି, ତାର କିଛି ହେଲେ ମୁଁ ସହିପାରିବି ନାହିଁ। କାହିଁକି କେଜାଣି, ମୁଁ ତାକୁ ବହୁତ ଭଲ ପାଇସାରିଛି। ସିଏ ମୋତେ ଭାବୁଛି ଭାଇ ବୋଲି ନା ଭଉଣୀ ବୋଲି, କିନ୍ତୁ ମୁଁ ଆଉ ଭାବି ପାରୁନି। ସେ ଭାବୁଛି ମୋତେ ସାନ ଭଉଣୀ, ସୁନା ଭଉଣୀ ବୋଲି, କିନ୍ତୁ ମୁଁ ଆଉ ଭାବି ପାରୁନି। ତା ଏତେ ଦୁଃଖ କଷ୍ଟ ଦେଖି ମୁଁ ସହି ମଧ୍ୟ ପାରୁନି। କ'ଣ କରିବି କ'ଣ ନାହିଁ କିଛି ଚିନ୍ତା କରିପାରୁନି। ତା ବୋଉ ତାକୁ 10,000 ଟଙ୍କା ଦେଇଛି। କହିଲା ଠିକ୍ ଅଛି, ତୁ ଯା, ଆଉ ମୁଁ ବାପାକୁ ବୁଝେଇଦେବି କି ତୁ କାମ ଗୋଟେ କରିବା ପାଇଁ ଗଲୁ, ଚାକିରି କରିବା ପାଇଁ ଗଲୁ ଭୁବନେଶ୍ୱର ବୋଲି। ତୁ ଯେବେ ଆସିବୁ ମୁଁ ସବୁ ହ୍ୟାଣ୍ଡେଲ୍ କରିବା ଲୋକ ମୁଁ କରିବି, ତୁ ଯା। 4 ଦିନ କାଳ ଫୋନ୍କୁ ସୁଇଚ୍ ଅଫ୍ ରଖିଲା। ଫୋନ୍କୁ ସୁଇଚ୍ ଅଫ୍ କଲା ପରେ, ହଁ, ଭିତରେ ଆଉ ଗୋଟିଏ କଥା, ପ୍ରେମ ସମ୍ପର୍କ ଥିବା ଭିତରେ ପୁଅକୁ ଫୋନ୍ କରିବ, ଆସିଲୁ ମୋତେ ଟିକେ ଛାଡ଼ି ଦେଇଯିବୁ ଆ ପାଖରେ, ଆସିଲୁ ମୋ ସାଙ୍ଗ ପାଖରୁ ଟିକେ ମୋତେ ନେଇଯିବୁ, ଆସିଲୁ। ସେ ଯୁଆଡ଼େ ଡାକିବ ଦୌଡ଼ିକି ଆସିବ, ତା ସାଙ୍ଗ ପାଖରୁ ତାକୁ ନେବ, ଦୌଡ଼ିକି ଆସିବ, ଗାଡ଼ି ମାଗି ଚାଚିକି ନେଇକି ଆସିବ, ତେଲ ପକେଇକି ଆସିବ। ଗାଡ଼ି ନଥିଲା ନା ତାର, ଚଳାଚଳି ଭଲ, ଗାଡ଼ି ଫାଡ଼ି ତାଙ୍କର ନଥିଲା। ଦୌଡ଼ିକି ଆସିବ, ତା ଘରୁ ଧରିକି ଯିବ, ତା ସାଙ୍ଗ କତୁ ତାକୁ ନେଇକି ଯିବ ସିଆଡ଼େ, ପୁଣି ଦୌଡ଼ିକି ଯିବ, କହିବ ଆମ ପାଇଁ ଖାଇବାକୁ ନେଇକି ଆସ, ଖାଇବାକୁ ନେଇକି ଦେଇ ଆସିବ, କହିବ ମୋତେ ନେଇକି ଘରେ ଛାଡ଼ିବ। ସବୁ ପରେ, କୁକୁର ମାଙ୍କଡ଼ ଭଳିଆ ତାକୁ ଭଲ ପାଏ। ସବୁ ପରେ ଆଜିର ପରିଣାମ ଏମିତି। ଆଉ ଗୋଟିଏ କଥା, ସିଏ ଯେଉଁ ଟଙ୍କା ପଇସାର ଲୋଭ ଦେଖାଉଥିଲା ପୁଅଟି, ଆଙ୍କ ଘରେ ସିନା ନଥିଲା, ଇଏ ଚଳାଚଳି ଭଲ, ମୁଁ କହୁଛି ଖାଇବା ପିଇବାର ଅଭାବ ନାହିଁ, କିନ୍ତୁ
ଗାଡ଼ି ନଥିଲା। ସେ ଗାଡ଼ିଟା କିଣିବା ପାଇଁ ସେ ସଂକଳ୍ପ କଲା। ତା ବାପା କହିଲା ମୁଁ ତୋ ପାଇଁ ଗୋଟେ ଗାଡ଼ି କିଣିବି। କି ଗାଡ଼ି କିଣିବୁ କହ? କହିଲା ମୁଁ ବୁଲେଟ୍ କିଣିବି। ଠିକ୍ ଅଛି ବୁଲେଟ୍ କିଣା ହେବ। 3 ଦିନ କାଳ ସୁଇଚ୍ ଅଫ୍ କଲା। ସୁଇଚ୍ ଅଫ୍ କଲା ଭିତରେ ବାପାକୁ କହିନି, କାହାରିକୁ କହିନି। ତା ବାପା ଯାଇ ତାର ବୁଲେଟ୍ ନେଇ ଆସି ଘରେ ରଖିଛି, ପୂଜା କରିକି ରଖିଛି। ଶେଷରେ ପୁଅ ଛାଡ଼ିକି ପଳେଇଛି ହାଇଦ୍ରାବାଦ। କାହାକୁ ନା ଝିଅକୁ ନେଇକି ପଳେଇଛି। ସେ ଝିଅକୁ ନେଇକି ଯାଇଛି ସିନା, ଭାଇ ଭଉଣୀ ସମ୍ପର୍କରେ ଯାଇଛି, କିନ୍ତୁ ଝିଅ ତା ହୃଦୟରୁ ଆକୁ ବହୁତ ଭଲ ପାଏ, ପାଗଳ ପରିକା ଭଲ ପାଏ। ସେମିତି ନୁହଁ, ପାଗଳ ପରିକା ଭଲ ପାଏ। ଏମିତି ସେ ପଳେଇଲା ପରେ 2 ଜଣଙ୍କର ସୁଇଚ୍ ଅଫ୍ ହେଇଗଲା ପରେ ସେ ଗୋଟେ ନୂଆ ସିମ୍ ନେଇକି ତା ବୋଉ ସହିତ କଥା ହେଲା। ବୋଉ, ଆମେ ଏଠି ଗୋଟେ କମ୍ପାନୀରେ କାମ କରୁଛୁ, ଭଲ ପଇସା 18-19 ହଜାର ନେଇ ପାଉଛୁ, ଆଉ ମୁଁ ତାକୁ, ଆମେ ଗୋଟେ ରୁମ୍ରେ ରହୁଛୁ, କିନ୍ତୁ ଆମ ଭିତରେ ଏମିତି କିଛି ବି ସମ୍ପର୍କ ନାହିଁ। କିନ୍ତୁ ବାହାର ଲୋକ ଜାଣିଛନ୍ତି ଆମେ ସ୍ୱାମୀ ସ୍ତ୍ରୀ ବୋଲି। ନ ଜାଣିଲେ 2-2ଟା ରୁମ୍ ନେଇକି ରହିପାରିବୁ ନାହିଁ, କିନ୍ତୁ ଆମେ 2 ଜଣ ଭାଇ ଭଉଣୀ ଭଳିଆ ରହିଛୁ। ସାଙ୍ଗେ 3-4 ଦିନ ଗଲା ପରେ ଇଏ ଭାବିଲା ମୋତେ ଆଉ କାହିଁ ସେ ଫୋନ୍ କରୁନି, କାହିଁକି କରୁନି ଫୋନ୍, କ'ଣ ହେଲା କ'ଣ ନାହିଁ। ସେ ଯେତେବେଳେ ଫୋନ୍ କରିଛି ସୁଇଚ୍ ଅଫ୍। ତା ସାଙ୍ଗକୁ ଯେତେବେଳେ ଫୋନ୍ କରିଛି ତା ସାଙ୍ଗର ବି ସୁଇଚ୍ ଅଫ୍, ୟାର ବି ସୁଇଚ୍ ଅଫ୍। ତା ସାଙ୍ଗସାଥିମାନଙ୍କୁ ସେ ପଚାରିଛି କି କ'ଣ ହେଇଛି, ସୁଇଚ୍ ଅଫ୍ କାହିଁକି ତା ଫୋନ୍। ତା ସାଙ୍ଗସାଥିମାନେ କହିଛନ୍ତି ତୁ ଗୋଟେ ଝିଅ ଅବସ୍ଥା, ଯିଏ ତୋତେ ପାଗଳ ପରିକା ଭଲ ପାଉଛି, ତୁ ତା ଆଖି ଆଗରେ ଜଳଉଛୁ ତାକୁ ସବୁବେଳେ ଅନ୍ୟ ଏକ ପୁରୁଷ ସହିତ। ଗୋଟେ ଝିଅ ଗୋଟେ ପୁଅ ସହିବ, କେତେ ସହିବ? ସହି ଦିନେ ନା ଦିନେ ପଦକ୍ଷେପ ତ ନେବ, କେତେ ସହିବ? ବହୁତ ସହିଲା ପରେ ସେ ଶେଷରେ କୁଆଡ଼େ ଯାଇଛି କ'ଣ କରୁଛି ଆମେ ଜାଣିନି, କିନ୍ତୁ କଲେଜ ଆଉ ଆସୁନା 3 ଦିନ ହେଲାଣି। ତୁ ତ ତୋର ଯାଇଛୁ ବୁଲିବାକୁ, ଯାଇଛୁ ସେ ଟୋକା ସହିତ 3-4 ଦିନ ହେଲାଣି, ଆଜି ଫେରୁଛୁ, ଆଉ ପଚାରୁଛୁ କ'ଣ ପାଇଁ? ତାକୁ ଭଲ ଲାଗିଲାନି କଥାଟା, ମାଇଣ୍ଡଟା ଟିକେ ଡିଷ୍ଟର୍ବ ହେଇଗଲା। ପୁଣି ଆଉ ଜଣଙ୍କୁ ପଚାରିଲା, କହିଲା ଆଉ ଦେଖିଛୁ କି ମୋ ସାଙ୍ଗକୁ? ସେ କହିଲା ନା, ତୋ ସାଙ୍ଗକୁ ଦେଖିନି କି ତୋ ବୟଫ୍ରେଣ୍ଡକୁ ଦେଖିନି। ତୋ ବୟଫ୍ରେଣ୍ଡ, ତୁ ତାର ଗାର୍ଲଫ୍ରେଣ୍ଡ ହେବା ଯୋଗ୍ୟ ନୁହଁ, କାହିଁକି ନା ସେ ଏତେ ଗୋଟେ ସେନ୍ସିଟିଭ୍, ଏତେ ସଚ୍ଚୋଟ ପିଲା, ତାକୁ ଛାଡ଼ି ତୁ ଗୋଟେ ବୁଲେଟ୍ ବାଲା ପଛରେ ଟଙ୍କା ଲୋଭରେ ଯାଇକି ଦେହଦାନ କରୁଛୁ। ଛି ତୁ। ତା ସାଙ୍ଗମାନେ ଏମିତି କହିଲେ, ତାକୁ ଭାରି ଖରାପ ଲାଗିଲା, ଫୋନ୍ଟା କାଟିଦେଲା। ତାଙ୍କ ଘର ପଚାରି ଯାଇ ପହଞ୍ଚିଲା। କହିଲା ଆଉ ନାହାନ୍ତି ତମ ପୁଅ? କହିଲା ନା, ତମେ କିଏ? କହିଲା ମୁଁ ତାଙ୍କୁ ଭଲ ପାଏ ବହୁତ। କହିଲା ନା, ନାହାନ୍ତି ତ, ସେ 3 ଦିନ ହେଲା କୁଆଡ଼େ କହିକି ଯାଇଛି, ମୁଁ ଆଉ ସୁଇଚ୍ ଅଫ୍ ଫୋନ୍ ତାର, ଆଉ ମୁଁ ତା ପାଇଁ ଗାଡ଼ି କିଣିଦେଇଛି, ବୁଲେଟ୍ ଗାଡ଼ି କିଣିଦେଇଛି। ସେ ତମେ କାଳେ ଅଲଗା ଝିଅ ସହିତ ନା ପୁଅ ସହିତ ବୁଲୁଛ ଯାହାର ବୁଲେଟ୍ ଗାଡ଼ି ଅଛି, ସେଥିଲାଗି ମୁଁ ତା ଲାଗି ଗୋଟେ ବୁଲେଟ୍ ଗାଡ଼ି କିଣିଦେଇଛି, ଆଉ ଗୋଟେ ଆଇଫୋନ୍ କିଣିଦେଇଛି, ସବୁ କିଣିଦେଇଛି, କିନ୍ତୁ ସେ ଯାଇଛି କୁଆଡ଼େ ମୁଁ ଜାଣିନି। କହିଛି ମୁଁ ଫେରି ଆସିବି, ଫୋନ୍ ସୁଇଚ୍ ଅଫ୍ ହେଇଗଲେ ବି ତ ବାପା ତମେ ଟେନସନ୍ ନେବନି, କାହିଁକିନା ମୁଁ ଏମିତି ଏକ ଜାଗାକୁ ଯାଉଛି, ସେ ଜାଗାରେ କରେଣ୍ଟ ହିଁ ନାହିଁ, ସେଥିଲାଗି ମୁଁ ଟେନସନ୍ ନାହିଁ। ସେ ଭାବିଲା ହଁ ସେଇଆ ହେଇଥିବ, ୱେଟ୍ କରିବା। 4 ଦିନ 5 ଦିନ ତ ୱେଟ୍ କଲା, ତଥାପି ତ ନ ଆଇଲା। ତା ବାପା ବି ଟେନସନ୍ ହେଇଗଲା, ମୋ ପୁଅର କିଛି ଅସୁବିଧା ହେଇନି ତ, କ'ଣ ହେଇଛି କ'ଣ ନାହିଁ କିଛି ଜାଣିପାରିଲାନି। ପୁରା ମାଇଣ୍ଡ ତାର ବାପାର ବି ଅପସେଟ୍ ହେଲା ପରେ ବହୁତ ଆଡ଼େ ଖୋଜାଖୋଜି କଲା, ସାଙ୍ଗସାଥି ସବୁଆଡ଼େ ଖୋଜାଖୋଜି କଲା ପରେ କେଉଁଠି କିଛି ରେସ୍ପନ୍ସ ଯେତେବେଳେ ନ ମିଳିଲା, ସିଏ ଯାଇକି ପୋଲିସ ଥାନାରେ ଗୋଟେ ମିସିଂ କେସ୍ ଦେଲା ପରେ ଏ ଝିଅଟା ପୁଣି ତାକୁ ଫୋନ୍ କରିଛି 7-8 ଦିନ ପରେ। ସିଏ କୁଆଡ଼େ କିଛି ରେସ୍ପନ୍ସ ନ ପାଇଛି, ସିଏ ବି ଯାଇକି ତା ବାପା ପାଖରେ ପହଞ୍ଚି, ତା ଶ୍ୱଶୁର ପାଖରେ ପହଞ୍ଚି ଯେତେବେଳେ କହିଲା ନା ମୋ ପୁଅର କିଛି ଖୋଜ ଖବର ନାହିଁ। ସେଇଠୁ ମାଇଣ୍ଡ ତାଙ୍କର 2 ଜଣଙ୍କର ପୁରା ଅପସେଟ୍, ଆଉ ସାଙ୍ଗେ ଝିଅର ମାଇଣ୍ଡ ପୁରା ତଳୁ ଖସିଗଲା। ସେ ଭାବିଲା କି ମୁଁ ଜାଣିସାରିଛି ସେ ଏମିତି ଅଲଗା ଆଡ଼େ ଏମିତି କରୁଥିଲା, ତାକୁ ଭାଉ ଦେଉନଥିଲା ବୋଲି ଆଜି ସେ ଛାଡ଼ିକି କୁଆଡ଼େ ପଳେଇ ସାରିଛି। ସେ ଜାଣିସାରିଛି, ବହୁତ କାନ୍ଦୁଛି ଭୋ ହେଇକି, କହୁଛି ବାପା ମୋ ମନର ମଣିଷ ମୋତେ ମୋ ପାଖକୁ ଫେରି ଆସିବ ତ? କୁଆଡ଼େ ଯାଇଛି, କ'ଣ କରିଛି, କିଛି ଖୋଜ ଖବର ନାହିଁ। ଭିଡ଼ିଓ ବହୁତ ଲମ୍ବା ହେଇସାରିଛି। ଏଇ ଭିଡ଼ିଓରେ ଏଇ କାହାଣୀରେ ଏତିକି। ପୁଣି ଆଉ ଏକ ପାର୍ଟ ଆସିବ, ଏଇ ସାଙ୍ଗେ ହିଁ ପଡ଼ିବ, ତାକୁ ମଧ୍ୟ ଦେଖିବେ। ଏଇ ପାର୍ଟରେ, ଏଇ ବ୍ଲଗ୍ରେ ଏତିକି ଭିଡ଼ିଓ କହିହେବ, ଅଧିକ ଆଗକୁ ଯାଇ ହେବ ନାହିଁ, କାହିଁକିନା ଭିଡ଼ିଓଟି ବହୁତ ଲମ୍ବା ହେଇସାରିଛି। ୟା ପରେ ନେକ୍ସଟ ପାର୍ଟରେ ଆଉ ଯାହା ଯେତିକି କାହାଣୀ ରହିଲା, ସେ କାହାଣୀକୁ ମୁଁ ଆପଣଙ୍କ ସାମ୍ନାରେ ଆଣିକି ରଖିଦେବି। ନମସ୍କାର, ଜୟ ଜଗନ୍ନାଥ। ପାର୍ଟ 2କୁ ଆପଣ ଦେଖିବା ପାଇଁ କେବେ ବି ଭୁଲିବେ ନାହିଁ।